ପାଣିକଢାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଏବଂ ବଚସାରୁ ବୋମାମାଡ଼। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଟାଙ୍ଗୀ ଭଂସର ଗାଁରେ ଏହି ବୋମାମାଡ଼ ହୋଇଛି। କୂଅରୁ ପାଣି କାଢ଼ିବାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ବେଳେ ବୋମାମାଡ଼ରେ ସମ୍ପୃକ୍ତି ଥିବା ସନ୍ଦେହରେ ଡେଲାଙ୍ଗ ଥାନା ପୁଲିସ 3 ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି। ଏହି ଗ୍ରାମରେ ଥିବା ଦୁଲାଦି ଠାକୁରାଣୀଙ୍କ ମନ୍ଦିର ପରିସରରେ ଥିବା କୂଅରୁ ପାଣି ଉଠାଇବାକୁ ନେଇ ଘଟିଛି ଏଭଳି ତୁମୁଳକାଣ୍ଡ। ସେଥିରୁ ପାଣି ନେଇ ସବୁଦିନ ଠାକୁରାଣୀଙ୍କ ନିତ୍ୟକର୍ମରେ ଲାଗିଥାଏ। ତେବେ ସେହି ଗ୍ରାମର ଅନ୍ୟ ଗୋଷ୍ଠୀର ଲୋକେ କୂଅରୁ ପାଣି ନେବାରୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିଲା। ଡେଲାଙ୍ଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଏବଂ 3 ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ତେବେ ବୋମାମାଡ଼ ନେଇ ଭୟ ଭିତରେ ଅଛନ୍ତି ଜନସାଧାରଣ। ଗୋପୁର ଜୟନ୍ତ କୁମାର ସେଠୀଙ୍କ ରିପୋର୍ଟ, ମହାଭାରତ ଲାଇଭ୍।